ଆଜିର କାଳାଂଶକୁ ସ୍ୱାଗତ। ଆଜି ଆମେ ଦଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷାରେ ଆସୁଥିବା ଅବଜେକ୍ଟିଭ ପ୍ରଶ୍ନର ସେଟ୍କୁ ଆଲୋଚନା କରିବା। ତେଣୁ ପିଲାମାନେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଏହି ଭିଡ଼ିଓଟିକୁ ଦେଖି ପ୍ରଶ୍ନକୁ ବୁଝି ଉତ୍ତର ମନେ ରଖିବା, ଯଦ୍ୱାରା କି ପରୀକ୍ଷାରେ ଭଲ ନମ୍ବର ରଖିବା। ତେବେ ଆସ ପିଲାମାନେ ଏହି ଅଭ୍ୟାସ ପ୍ରଶ୍ନ 1କୁ ଆମେ ସମ୍ପୂର୍ଣ୍ଣ ପ୍ରଶ୍ନକୁ ଆଲୋଚନା କରିବା। ମୋଟ 50ଟି ପ୍ରଶ୍ନର ଉତ୍ତର ଏଠାରେ ଉପଲବ୍ଧ। ତେଣୁ ପ୍ରତ୍ୟେକ ପ୍ରଶ୍ନର ମୂଲ୍ୟ 1 ନମ୍ବର। ତେଣୁ ଏହି ଅବଜେକ୍ଟିଭକୁ ଆମେ ଆଲୋଚନା କରିବା। 1 ନମ୍ବର ପ୍ରଶ୍ନ, ଉତ୍କଳ ଜନନୀକୁ ଚାରୁ ଭାଷମୟୀ ବୋଲି କାହିଁକି କୁହାଯାଇଛି? ଏହାର ଉତ୍ତର ଅପସନ୍ ହେଉଛି ଏ ତାଙ୍କର ଭାଷା ସୁନ୍ଦର, ବି ତାଙ୍କର ହସ ସୁନ୍ଦର, ସି ତାଙ୍କର ଚାଲି ସୁନ୍ଦର, ଡି ତାଙ୍କର ସମୁଦ୍ର କୂଳ ସୁନ୍ଦର। ଏହାର ସଠିକ୍ ଉତ୍ତର ହେବ 1 ଏ ହେଉଛି ସଠିକ୍ ଉତ୍ତର। ତେଣୁ ଏଇଟାକୁ ଆମେ ଠିକ୍ ଚିହ୍ନ ଦେବା ବା ଗୋଲ କରିବା। ଅବଜେକ୍ଟିଭ ଅଛି, ତେଣୁ ଏହା ଗାଢ଼ କରିବା, ଏରେ ଆମେ ଗାଢ଼ କରିବା, ଉତ୍ତର ଲେଖିବା। ତାପରେ 2 ନମ୍ବର ପ୍ରଶ୍ନ, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କେଉଁ ମନ୍ତ୍ର ଜପ କରି କବିତ୍ୱ ଲାଭ କରିଥିଲେ? ଏ ରାମ ତାରକ ମନ୍ତ୍ର, ବି ଶିବ ତାରକ ମନ୍ତ୍ର, ସି କୃଷ୍ଣ ତାରକ ମନ୍ତ୍ର, ଡି ଗାୟତ୍ରୀ ତାରକ ମନ୍ତ୍ର। ଏହାର ସଠିକ୍ ଉତ୍ତର ହେବ ଏ ରାମ ତାରକ ମନ୍ତ୍ର। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ରାମ ତାରକ ମନ୍ତ୍ର ଜପ କରି କବିତ୍ୱ ଲାଭ କରିଥିଲେ। ବର୍ତ୍ତମାନ ଆମେ 3 ନମ୍ବର ପ୍ରଶ୍ନ ଆଲୋଚନା କରିବା। କେଉଁ କଥା ଶୂନ୍ୟରେ ଚାଲିଯିବା କଥା କୁହାଯାଇଛି? ଏ ଚିଲିକା ପବନ, ବି ମନ, ଚିଲିକା ପବନ, ବି ମନ, ସି ସଙ୍ଗୀତ, ଡି ହସ। ଏହାର ସଠିକ୍ ଉତ୍ତର ହେବ ବି ମନ। ତେଣୁ ବିରେ ଆମେ ଗୋଲ କରିବା, ଅବଜେକ୍ଟିଭରେ ଆମେ ଗୋଲ କରିବା ଏଇଭଳି। ତାପରେ 4 ନମ୍ବର ପ୍ରଶ୍ନ, ବ୍ୟାସ ସରୋବର ନିକଟରେ ଭୀମଙ୍କ ଧ୍ୟାନ ଯୋଗୁଁ କାହାର ଆସନ କମ୍ପି ଉଠିଥିଲା? କାହାର ଆସନ କମ୍ପି ଉଠିଥିଲା? ଏ ଶିବଙ୍କର, ବି ସୂର୍ଯ୍ୟଙ୍କର, ସି ହନୁମାନଙ୍କର, ଡି ଇନ୍ଦ୍ରଙ୍କର। ଏହାର ସଠିକ୍ ଉତ୍ତର ହେବ ଏ ଶିବଙ୍କର। ବ୍ୟାସ ସରୋବର ନିକଟରେ ଭୀମଙ୍କ ଧ୍ୟାନ ଯୋଗୁଁ କାହାର ଆସନ କମ୍ପି ଉଠିଥିଲା? ଶିବଙ୍କର ଆସନ କମ୍ପି ଉଠିଥିଲା। 5 ନମ୍ବର ପ୍ରଶ୍ନ, ବୈଦେହୀଶ ବିଳାସ କେଉଁ ପ୍ରକାର କାବ୍ୟ ଅଟେ? ଏ ରାମ କାବ୍ୟ, ବି କୃଷ୍ଣ କାବ୍ୟ, ସି ଖଣ୍ଡକାବ୍ୟ, ଡି ଗୀତି କାବ୍ୟ। ଏହାର ସଠିକ୍ ଉତ୍ତର ହେବ ଏ ରାମ କାବ୍ୟ। ବୈଦେହୀଶ ବିଳାସ କେଉଁ ପ୍ରକାର କାବ୍ୟ ଅଟେ? ରାମ କାବ୍ୟ ଅଟେ। 6 ନମ୍ବର ପ୍ରଶ୍ନ, ମାତା ଯଶୋଦେହେ ତୁମ୍ଭେ ଆୟୁଷ୍ମାନ ଉକ୍ତିଟି କବିତାରେ କାହାକୁ ଲକ୍ଷ୍ୟ କରି କୁହାଯାଇଛି? ଏ ଉପେନ୍ଦ୍ର ଭଞ୍ଜ, ବି କାଳୀଚରଣ ପଟ୍ଟନାୟକ, ସି ବଳଦେବ ରଥ, ଡି ରାଧାନାଥ ରାୟ। ଏହାର ସଠିକ୍ ଉତ୍ତର ହେବ ସି ବଳଦେବ ରଥ। 7 ନମ୍ବର ପ୍ରଶ୍ନ, ଅଙ୍ଗଦଙ୍କ ପିତାଙ୍କ ଶତ୍ରୁ କିଏ? ଏ ଲକ୍ଷ୍ମଣ, ବି ଭରତ, ସି ରାବଣ, ଡି ରାମଚନ୍ଦ୍ର। ଏହାର ସଠିକ୍ ଉତ୍ତର ହେବ ଡି ରାମଚନ୍ଦ୍ର। 8 ନମ୍ବର ପ୍ରଶ୍ନ, ଭୀମ କାହାକୁ ବଧ କରି ଶିବଙ୍କର କୈଳାସ ପର୍ବତକୁ ଉଦ୍ଧାର କରିଥିଲେ? ଏ ଅମ୍ଳାନ ଦୈତ୍ୟ, ବି ତ୍ରିପୁରାସୁର, ସି ଅଶ୍ଳେଷା ଦୈତ୍ୟ, ଡି ମହିଷାସୁର। ଏହାର ଉତ୍ତର ହେବ ସି ଅଶ୍ଳେଷା ଦୈତ୍ୟ। 9 ନମ୍ବର ପ୍ରଶ୍ନ, ଉଲ୍ଲାସର ଆତ୍ମା ବୋଲି କବି କାହାକୁ କହିଛନ୍ତି? ଉଲ୍ଲାସର ଆତ୍ମା ବୋଲି କବି କାହାକୁ କହିଛନ୍ତି? ଏ ଚିଲିକା ମାରୁତ, ବି ଗୀତ ତାନ, ସି ମଧୁର ହାସ, ଡି ପ୍ରାଚୀମୂଳ। ଏହାର ଉତ୍ତର ହେବ ବି ଗୀତ ତାନ। ଗୀତ ତାନ ହେବ ଉତ୍ତର। 10 ନମ୍ବର ପ୍ରଶ୍ନ, ଓଡ଼ିଆ ସାହିତ୍ୟରେ କାନ୍ତ କବି ରୂପେ କିଏ ପରିଚିତ? ଏ ଗଙ୍ଗାଧର ମେହେର, ବି ଦୀନକୃଷ୍ଣ ଦାସ, ସି ଲକ୍ଷ୍ମୀକାନ୍ତ ମହାପାତ୍ର, ଡି ସୀତାକାନ୍ତ ମହାପାତ୍ର। ଏହାର ସଠିକ୍ ଉତ୍ତର ହେବ ସି
ଲକ୍ଷ୍ମୀକାନ୍ତ ମହାପାତ୍ର। କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ର। 11 ନମ୍ବର ପ୍ରଶ୍ନ, ନିମ୍ନଲିଖିତ ମଧ୍ୟରୁ କେଉଁଟି କାନ୍ତ କବିଙ୍କ ଲାଳିକା ରଚନା? ଏ ହନୁମନ୍ତର ବସ୍ତ୍ରହରଣ, ବି ଧଳା ମାଣିକରେ, ସି ଯୁଗର ମଜା, ଡି ଚିଡ଼ିଆଖାନା। ଏହାର ସଠିକ୍ ଉତ୍ତର ହେବ ବି ଧଳା ମାଣିକରେ। 12 ନମ୍ବର ପ୍ରଶ୍ନ, ଏଟଲସ୍ କେଉଁମାନଙ୍କର ଦେବତା ଅଟନ୍ତି? ଭାରତୀୟ, ପାରସ୍ୟ, ଗ୍ରୀସୀୟ, ଇଟାଲୀୟ। ଏହାର ସଠିକ୍ ଉତ୍ତର ହେବ ସି ଗ୍ରୀସୀୟ। 13 ନମ୍ବର ପ୍ରଶ୍ନ, କେଉଁ ସଭ୍ୟତାର ଆଦର୍ଶ ତ୍ୟାଗ ଆତ୍ମସଂଯମ ଥିଲା? ଏ ଭାରତ, ବି ମିଶର, ସି ଇଟାଲୀ, ଡି ଇଂଲଣ୍ଡ। ଏହାର ସଠିକ୍ ଉତ୍ତର ଏ ଭାରତ। 14 ନମ୍ବର ପ୍ରଶ୍ନ, ଆଇ.ଏ. ପଢ଼ିବା ବେଳକୁ ଲକ୍ଷ୍ମୀକାନ୍ତଙ୍କ ଲେଖା କାହା ଦ୍ୱାରା ପ୍ରଶଂସା ପାଇଥିଲା? ଏ ଗୋପବନ୍ଧୁ ଦାସ, ବି ଫକୀରମୋହନ ସେନାପତି, ସି ମଧୁସୂଦନ ରାଓ, ଡି ରାଧାନାଥ ରାୟ। ଏହାର ସଠିକ୍ ଉତ୍ତର ଡି ସଠିକ୍ ଉତ୍ତର ବି ଫକୀରମୋହନ ସେନାପତି। 15 ଶ୍ରୀକୃଷ୍ଣ ତାଙ୍କର ଅଭ୍ରକଂସ ପ୍ରାସାଦ କେଉଁଠାରେ ନିର୍ମାଣ କରିଥିଲେ? ଏ ହସ୍ତିନା, ବି ଦ୍ୱାରକା, ସି ଗୋପପୁର, ଡି ମଥୁରା। ଏହାର ସଠିକ୍ ଉତ୍ତର ହେବ ବି ଦ୍ୱାରକାଠାରେ କରିଥିଲେ। 16 କୃଷ୍ଣ ଗୋପପୁର ଛାଡ଼ିଗଲା ପରେ କିଏ ଶଶିକଳା ପରି ଦୀନା ଓ କ୍ଷୀଣା ହୋଇଗଲେ? ଏ ଯଶୋଦା, ବି ଗୋପାଙ୍ଗନା, ସି ପ୍ରେମମୟୀ ରାଧା, ଡି ଗୋପାଳ ବାଳକ। ଏହାର ସଠିକ୍ ଉତ୍ତର ହେବ ସି ପ୍ରେମମୟୀ ରାଧା। 17 ନମ୍ବର, ଭାରତୀୟ ଅର୍ଥନୈତିକ ବେଷ୍ଟନରେ କେଉଁ ଶିକ୍ଷା ପଦ୍ଧତିକୁ ଲଦି ଦିଆଯାଇଛି? ଏ ତିବ୍ବତୀୟ, ବି କେନ୍ଦ୍ରୀୟ, ସି ପାଶ୍ଚାତ୍ୟ, ଡି ପ୍ରାଦେଶିକ। ଏହାର ଉତ୍ତର ସି ପାଶ୍ଚାତ୍ୟ। 18 ନମ୍ବର, ଲେଖକଙ୍କୁ ମନବୋଧ ଚଉତିଶା କିଏ ଶୁଣାଉଥିଲେ? ପବନା ଭାଇ, ଦାସିଆ ଭାଇ, ଗୋବିନ୍ଦା ଭାଇ, ସାର ମାଉସୀ। ଏହାର ଉତ୍ତର ହେବ ସି ଗୋବିନ୍ଦା ଭାଇ। 19 ନମ୍ବର ପ୍ରଶ୍ନ, ବର୍ତ୍ତମାନ ବିଜ୍ଞାନ ସମାଜରେ କ'ଣ କମେଇ ଦେଇଛି? ଏ ହିଂସାଭାବ, ବି କ୍ରୋଧଭାବ, ସି ଧର୍ମଭାବ ଓ ଈଶ୍ୱର ବିଶ୍ୱାସ, ଡି କୌଣସିଟି ନୁହେଁ। ଏହାର ଉତ୍ତର ହେବ ସି ଧର୍ମ ବିଶ୍ୱାସ, ଧର୍ମ ଭାବ ଓ ଈଶ୍ୱର ବିଶ୍ୱାସ। 20 ନମ୍ବର ପ୍ରଶ୍ନ, 1913 ମସିହାରେ ଉମାଚରଣ କେଉଁଠାରେ ଚାକିରି କରୁଥିଲେ? ବାଲେଶ୍ୱର, କଟକ, ଭଦ୍ରକ, ପୁରୀ। ଏହାର ସଠିକ୍ ଉତ୍ତର ଡି ପୁରୀ। ଚାକୁ ରୁଟି ଦୁଇଟା 21 ନମ୍ବର, ତାକୁ ରୁଟି ଦୁଇଟା ଦେବା ଏକଥା କିଏ କାହାକୁ କହିଥିଲା? ଏ ଲେଖକ ଚୈତନ୍ୟକୁ, ବି ଚୈତନ୍ୟ ମୋତିକୁ, ସି ଚୈତନ୍ୟ ଲେଖକଙ୍କୁ, ଡି ଚୈତନ୍ୟ କାଠୁରିଆକୁ। ଏହାର ସଠିକ୍ ଉତ୍ତର ହେବ ସି ଚୈତନ୍ୟ ଲେଖକଙ୍କୁ। 22 ନମ୍ବର ପ୍ରଶ୍ନ, ନାରୀ ପୁରୁଷଙ୍କୁ କ'ଣ ମହୀୟାନ କରିଥାଏ? ରାଗରୁଷା, ଶଙ୍ଖା, ଭଲ ପାଇବାର ଐଶ୍ୱର୍ଯ୍ୟ, ଡି ସିନ୍ଦୁର। ଏହାର ଉତ୍ତର ହେବ ସି ଭଲ ପାଇବାର ଐଶ୍ୱର୍ଯ୍ୟ। 23 ନମ୍ବର ପ୍ରଶ୍ନ, କେଉଁ ନଦୀର ପାଣି ହଠାତ୍ ଫୁଲି ଉଠିଲା? ମହାନଦୀ, ଭାର୍ଗବୀ, ଗଙ୍ଗା, ଦୟା। ଏହାର ଉତ୍ତର ହେବ ଡି ଦୟା। 24 ନମ୍ବର ପ୍ରଶ୍ନ, ମୋ ମାନ ତଳେ ପଡ଼ିଯିବ, ଦିନେ ନାହିଁ କାଳେ ନାହିଁ କୌଣସି ମତେ ଏକଥା କିଏ କହିଛନ୍ତି? ଏ ପ୍ରୀତି, ବି ବେବୀ, ସି ସୁବ୍ରତ, ଡି ମହାପାତ୍ର ବାବୁ। ଏହାର ଉତ୍ତର ହେବ ସି ସୁବ୍ରତ। 25 ନମ୍ବର ପ୍ରଶ୍ନ, ଅଙ୍ଗଦ ଚୌଧୁରୀ କେଉଁ ବିଷୟର ଛାତ୍ର ଥିଲେ? ବିଜ୍ଞାନ, ଭୂଗୋଳ, ଇତିହାସ, ଗଣିତ। ଏହାର ଉତ୍ତର ସି ଇତିହାସ। 26 ନମ୍ବର ପ୍ରଶ୍ନ, ସାନ୍ତାଳମାନେ ପର୍ବରେ କ'ଣ ବଜାନ୍ତି?
ଧୁମୁସା ମାଦଳ, ତୁରୀ, ଢୋଲ, ମୃଦଙ୍ଗ। ଏହାର ଉତ୍ତର ହେବ ଏ ଧୁମୁସା ମାଦଳ। 27 ମଗଧ ସୈନ୍ୟଙ୍କ ନିକଟରୁ କ'ଣ ସରି ଆସୁଥିଲା? ଏ ଖଣ୍ଡା, ବି ଗୁଳି, ସି ଶକ୍ତି, ଡି ରସଦ। ଏହାର ସଠିକ୍ ଉତ୍ତର ହେବ ଡି ରସଦ। 28 ନମ୍ବର ପ୍ରଶ୍ନ, ମୁଁ ଆପଣମାନଙ୍କ ମଧ୍ୟରୁ 12 ଜଣ ଯୋଦ୍ଧାକୁ ଚାହେଁ, ଏହା କିଏ କହିଛି? ଏ ସେନାପତି, ବି ରାଜେଶ୍ୱରୀ, ସି ରାଣୀ, ଡି ମହାମନ୍ତ୍ରୀ। ଏହାର ଉତ୍ତର ବି ରାଜେଶ୍ୱରୀ। 29 ନମ୍ବର କାଠୁରିଆର ଏକାଦିନରେ କିଏ ମରିଗଲେ? ଏ ତାର 2 ପୁଅ ଓ ଆଗ ସ୍ତ୍ରୀ, ବି ତାର 2 ଝିଅ ଆଗ ସ୍ତ୍ରୀ, ସି ତାର 2 ପୁଅ ପଛ ସ୍ତ୍ରୀ, ଡି ତାର 2 ଝିଅ ଓ ପଛ ସ୍ତ୍ରୀ। ଏହାର ସଠିକ୍ ଉତ୍ତର ହେବ ତାର 2 ପୁଅ ଆଗ ସ୍ତ୍ରୀ ହେବ ଉତ୍ତର। 30 ନମ୍ବର ପ୍ରଶ୍ନ, ବିବାହ ପୂର୍ବରୁ ପୁରବୀ କାହା ପାଖକୁ ଗୋଟିଏ ପ୍ୟାକେଟ୍ ପୋଷ୍ଟ କରିଥିଲେ? ଏ ସୁବ୍ରତ, ବି ମହାପାତ୍ର, ସି ଘନଶ୍ୟାମ ବାବୁ, ଡି ପ୍ରୀତି। ଏହାର ସଠିକ୍ ଉତ୍ତର ହେବ ଏ ସୁବ୍ରତ। 31 ଆଜ୍ଞା ମୋତେ ଟିକିଏ ସାହାଯ୍ୟ କରନ୍ତୁ। ପ୍ରକାର୍ଯ୍ୟ ଦୃଷ୍ଟିରୁ ଏହା କି ପ୍ରକାର ବାକ୍ୟ? ଏ ବିବୃତ୍ତି ସୂଚକ, ବି ଅନୁରୋଧ ସୂଚକ, ସି ଆଦେଶ ସୂଚକ, ଡି ନାସ୍ତି ସୂଚକ। ଏହାର ଉତ୍ତର ହେବ ବି ଅନୁରୋଧ ସୂଚକ। 32 ନମ୍ବର ପ୍ରଶ୍ନ, ପୂଜା ବିଦ୍ୟାଳୟକୁ ଗଲା ମାତ୍ର ଶ୍ରେଣୀରେ ବସିପାରିଲା ନାହିଁ। ଗଠନ ଦୃଷ୍ଟିରୁ ଏହା କି ପ୍ରକାର ବାକ୍ୟ? ଏ ସରଳ, ମିଶ୍ର, ନାସ୍ତିସୂଚକ ବାକ୍ୟ, ଯୌଗିକ ବାକ୍ୟ। ଏହାର ଉତ୍ତର ହେବ ଡି ଯୌଗିକ ବାକ୍ୟ। 33 ନମ୍ବର ପ୍ରଶ୍ନ, ରାଧାଶ୍ୟାମ ଭଲ ଭାଷଣ ଦେଇପାରନ୍ତି, ଏହା କି ପ୍ରକାର ବାଚ୍ୟ? ଏହାର ଅପସନ୍ ହେଲା କର୍ତ୍ତୃବାଚ୍ୟ, କର୍ମବାଚ୍ୟ, ଭାବବାଚ୍ୟ, କର୍ମ ଓ ଭାବବାଚ୍ୟ। ଏହାର ସଠିକ୍ ଉତ୍ତର ହେବ ଏ କର୍ତ୍ତୃବାଚ୍ୟ। 34 ନମ୍ବର ପ୍ରଶ୍ନ, ବାକ୍ୟରେ ଦ୍ୱିକର୍ମକ କ୍ରିୟା ଥିଲେ ମୁଖ୍ୟ କର୍ମ କେଉଁଠାରେ ବ୍ୟବହାର କରାଯାଏ? ଏ ଗୌଣ କର୍ମ ପରେ, ବି ଗୌଣ କର୍ମ ପୂର୍ବରୁ, ସି କ୍ରିୟା ପରେ, ଡି କ୍ରିୟା ପୂର୍ବରୁ। ଏହାର ଉତ୍ତର ହେବ ଏ ଗୌଣ କର୍ମ ପରେ। 35 ନମ୍ବର, ବାପା ବଜାରକୁ ଯାଇ ମାଛ ଆଣିଲେ। ଗଠନ ଦୃଷ୍ଟିରୁ ଏହା କି ପ୍ରକାର ବାକ୍ୟ? ଏ ସରଳ ବାକ୍ୟ, ବି ମିଶ୍ର ବାକ୍ୟ, ସି ଜଟିଳ ବାକ୍ୟ, ଡି ଯୌଗିକ ବାକ୍ୟ। ସଠିକ୍ ଉତ୍ତର ହେବ ଏ ସରଳ ବାକ୍ୟ। 36 ନମ୍ବର ପ୍ରଶ୍ନ, ବାକ୍ୟରେ ପଦାନ୍ୱୟୀ ଅବ୍ୟୟ ପଦ କେଉଁଠାରେ ବସେ? ବିଶେଷ୍ୟ ପଦ ପରେ, ବିଶେଷଣ ପଦ ପରେ, ସମ୍ବନ୍ଧିତ ପଦ ପରେ, ଡି କ୍ରିୟା ପରେ। ଏହାର ସଠିକ୍ ଉତ୍ତର ସି ସମ୍ବନ୍ଧିତ ପଦ ପରେ। 37 ନମ୍ବର ପ୍ରଶ୍ନ, ସଂଯୋଜକ ଅବ୍ୟୟ ପଦ କେଉଁ ପ୍ରକାର ବାକ୍ୟ ଗଠନରେ ସହାୟତା କରିଥାଏ? ସରଳ, ଯୌଗିକ, ଜଟିଳ, ମିଶ୍ର। ସଠିକ୍ ଉତ୍ତର ହେବ ବି ଯୌଗିକ। 38 ନମ୍ବର ପ୍ରଶ୍ନ, ଗୋଟିଏ ପ୍ରକାରର ବାକ୍ୟକୁ ଅର୍ଥ ପରିବର୍ତ୍ତନ ନ କରି ଅନ୍ୟ ପ୍ରକାର ବାକ୍ୟରେ ପରିଣତ କରିବାକୁ କ'ଣ କୁହାଯାଏ? ଏ ମିଶ୍ର ବାକ୍ୟ, ବି ବାକ୍ୟ ରୂପାନ୍ତର, ସି ବାକ୍ୟ ପରିବର୍ତ୍ତନ, ଡି ଜଟିଳ ବାକ୍ୟ। ଏହାର ଉତ୍ତର ବି ବାକ୍ୟ ରୂପାନ୍ତର। 39 ନମ୍ବର, ବାକ୍ୟର ବୁଝା ପଡ଼ୁଥିବା ନିର୍ଦ୍ଦିଷ୍ଟ ଅଂଶକୁ ବା ନିର୍ଦ୍ଦିଷ୍ଟ କେତୋଟି ପଦ ସଂହତିକୁ କ'ଣ କୁହାଯାଏ? ଖଣ୍ଡବାକ୍ୟ, ବାକ୍ୟାଂଶ, ଖଣ୍ଡବାକ୍ୟ, ବାକ୍ୟାଂଶ, ଉପବାକ୍ୟ, ବାକ୍ୟ।
ଏହାର ଉତ୍ତର ହେବ ବି ବାକ୍ୟାଂଶ। 40 ନମ୍ବର ପ୍ରଶ୍ନ, ବାକ୍ୟ ସଂକ୍ଷେପଣର ଉଦ୍ଦେଶ୍ୟ କ'ଣ? ବାକ୍ୟକୁ ଶ୍ରୁତି ମଧୁର କରିବା, ବାକ୍ୟକୁ ଅଳଙ୍କାର ଯୁକ୍ତ କରିବା, ବାକ୍ୟକୁ ଛନ୍ଦବଦ୍ଧ କରିବା, ଡି ବାକ୍ୟକୁ ରସମୟ କରିବା। ଏହାର ସଠିକ୍ ଉତ୍ତର ହେବ ଏ ବାକ୍ୟକୁ ଶ୍ରୁତି ମଧୁର କରିବା। 41 ନମ୍ବର ପ୍ରଶ୍ନ, ପ୍ରସୂନ ଏହି ଶବ୍ଦରେ କେଉଁ ବର୍ଣ୍ଣ ପରେ ନ ଅଛି? ଏ ସ ପରେ, ବି ସୁ ପରେ, ସି ଉ ପରେ, ଡି ଉ ପରେ। ଏହା ସଠିକ୍ ଉତ୍ତର ହେବ ଡି ଦୀର୍ଘ ଉ ପରେ। 42 ନମ୍ବର ପ୍ରଶ୍ନ, ମାର୍ଗଣ ଏଠାରେ ର ଓ ନ ମଧ୍ୟରେ କେଉଁ ବର୍ଣ୍ଣ ବ୍ୟବଧାନ ଅଛି? କ ବର୍ଗର ଗ ବର୍ଣ୍ଣ, ଡି ଆକାର, ସି ମ ବର୍ଣ୍ଣ, ଡି ର ବର୍ଣ୍ଣ। ଏହାର ସଠିକ୍ ଉତ୍ତର ହେବ ଏ କ ବର୍ଗର ଗ ବର୍ଣ୍ଣ। 43 ଶୁଶ୍ରୂଷା ଏଠାରେ କାହା ପରେ ସ ଅଛି? ର ପରେ, ଉ ପରେ, ସ ପରେ, ଉ ପରେ। ଏହାର ସଠିକ୍ ଉତ୍ତର ବି ଉ ପରେ। 44 ନମ୍ବର ପ୍ରଶ୍ନ, ନିମ୍ନଲିଖିତ କେଉଁ ବର୍ଣ୍ଣ ପରେ ନ ଥିଲେ ଣ ହୁଏ? ଚ, ର, ଘ, ଜ। ଏଇଟା ଉତ୍ତର ହେବ ବି ର ହଳନ୍ତ। 45 ଠିକ୍ ଶବ୍ଦଟିକୁ ବାଛ। କାର୍ପଣ୍ୟତା, କାର୍ପଣ୍ୟ, କାର୍ପଣ୍ୟତ୍ୱ, କୃପଣ୍ୟତା। ଠିକ୍ ଶବ୍ଦଟିକୁ ଆମେ ବାଛିବା। ଏହା ଠିକ୍ ଉତ୍ତର ହେବ ବି କାର୍ପଣ୍ୟ। 46 କୃଦନ୍ତଗତ ଅଶୁଦ୍ଧଟିକୁ ବାଛ। କୃଦନ୍ତଗତ ଅଶୁଦ୍ଧ, ଏ ଦିବାରାତ୍ରି, ବି ଗଣେଶ, ସି ଉତ୍ତ୍ୟକ୍ତ, ଡି ସନ୍ନ୍ୟାସ। ଏହାର ସଠିକ୍ ଉତ୍ତର ହେବ ସି ଉତ୍ତ୍ୟକ୍ତ। 47 ନମ୍ବର ପ୍ରଶ୍ନ, 47 ନମ୍ବର ପ୍ରଶ୍ନ, ଆଧିକ୍ୟତା ଶବ୍ଦଟିକୁ ଶୁଦ୍ଧ ରୂପ ଲେଖ। ଏ ଅଧିକ୍ୟତା, ଆଧିକ୍ୟ, ଆଧିକ୍ୟ, ଆଧିକ୍ୟ। ଏହାର ସଠିକ୍ ଉତ୍ତର ହେବ ସି ଆଧିକ୍ୟ। 48 ନମ୍ବର, ଅନୁବାଦିତ ଶୁଦ୍ଧ କରି ଲେଖ। ଅନୁବାଦିତ, ଅନୁବାଦିତ ଲେଖା ହେଇଛି କେଉଁଟା? ଶୁଦ୍ଧ ରୂପ ଆମେ ବାଛିବା। 48 ନମ୍ବର ସି ଅନୁଦିତ, ଏଇଟା ହେଉଛି ଶୁଦ୍ଧ ରୂପ। 49 ନମ୍ବର ପ୍ରଶ୍ନ, ଶୁଦ୍ଧ ଶବ୍ଦଟି ବାଛ। ଏଠାରେ ଲେଖା ହେଇଛି ବିସର୍ଜନ, ବିସର୍ଜନ। ଏଇ ଭିତରୁ କେଉଁଟି ଶୁଦ୍ଧ ରୂପ ଆମେ ଲେଖିବା? ଶୁଦ୍ଧ ରୂପ ହେବ ବି ବିସର୍ଜନ। ଏଇଟା ବ ସେଇକାର ସର୍ଜନ, ବି ନମ୍ବରଟା। ତାପରେ 50 ନମ୍ବର, ଅନ୍ୱେଷଣ ଏହି ଶବ୍ଦର କେଉଁ ବର୍ଣ୍ଣ ପରେ ଣ? କେଉଁ ବର୍ଣ୍ଣ ପରେ ଣ ଅଛି ତାକୁ ଆମେ ଲେଖିବା। ଏହାର ଉତ୍ତର ହେବ ସି ସ ପରେ। ଆଶା କରୁଛି ଏହି ଭିଡ଼ିଓଟି ଭଲ ଲାଗିଥିବ। ପରବର୍ତ୍ତୀ କାଳାଂଶରେ ଆମେ ସେଟ୍ 2 ଅଭ୍ୟାସ ପ୍ରଶ୍ନ, ସେଟ୍ 2 ସାହିତ୍ୟର ଆମେ ଆଲୋଚନା କରିବା। ତେଣୁ ଆରମ୍ଭରୁ ଶେଷ ଯାଏଁ ଏହି ଭିଡ଼ିଓ ଦେଖିଥିବାରୁ ଅଶେଷ ଅଶେଷ ଧନ୍ୟବାଦ। ରହୁଛି। ଜୟ ଜଗନ୍ନାଥ।